ओम शांति। आज साकार महावाक्य 10/4/2025। मधुर संतान माने निजर उन्नति पाई प्रतिदिन चालीचलनर चार्ट रख। सारा दिन रे चलनी किपरि रहिला चेक कर। मु यज्ञ प्रति ईमानदार अर्थात सचोट होई रहिछि। प्रश्न, केउं पिलामानंक प्रति बाबांकर बहुत सम्मान रहिछि एवं तार चिन्ह कौन? उत्तर, ଯେଉଁ ପିଲାମାନେ ବାବାଙ୍କ ସହିତ ସଚ୍ଚା ହୋଇ ରହିଥାନ୍ତି, ଯଜ୍ଞ ପ୍ରତି ସଚ୍ଚୋଟ ଅଟନ୍ତି, କିଛି ବି ଲୁଚାନ୍ତି ନାହିଁ, ସେହି ସନ୍ତାନମାନଙ୍କ ପ୍ରତି ବାବାଙ୍କର ବହୁତ ସମ୍ମାନ ରହିଛି। ସମ୍ମାନ ଥିବା କାରଣରୁ ସ୍ନେହ ଆଦର କରି ସେମାନଙ୍କୁ ଆଗକୁ ବଢ଼ାଇଥାନ୍ତି ଏବଂ ସେବା କରିବା ପାଇଁ ମଧ୍ୟ ପଠାଇ ଦିଅନ୍ତି। ତେଣୁ ପିଲାମାନଙ୍କୁ ସତ ଶୁଣାଇ ବାବାଙ୍କଠାରୁ ସତ୍ୟ ନେବାର ବୁଦ୍ଧି ରହିବା ଆବଶ୍ୟକ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଅନ୍ତର୍ମୁଖୀ ହୋଇ ଶରୀରର ଅଭିମାନରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରିବାକୁ ହେବ। ଖାଦ୍ୟ ପାନୀୟ ଚାଲିଚଳଣିକୁ ସୁଧାରିବାକୁ ପଡ଼ିବ। କେବଳ ନିଜକୁ ଖୁସି କରି ବେପରୁଆ ହେବା ଉଚିତ ନୁହେଁ। 2 ନମ୍ବର, ତୁମମାନଙ୍କୁ ବହୁତ ଉଚ୍ଚକୁ ଚଢ଼ିବାକୁ ହେବ, ସେଥିପାଇଁ ବହୁତ ସାବଧାନ ହୋଇ ଚାଲିବାକୁ ହେବ। ଯେକୌଣସି କର୍ମ ସାବଧାନତାପୂର୍ବକ କରିବାକୁ ପଡ଼ିବ। କୌଣସି ପ୍ରକାର ଅହଙ୍କାର କରିବାର ନାହିଁ। ଓଲଟା ସୋଲଟା କର୍ମ କରି ଦଣ୍ଡକୁ ଆହ୍ୱାନ କରିବାର ନାହିଁ। ପଣତରେ ଗଣ୍ଠି ବାନ୍ଧିବାକୁ ହେବ, ଅର୍ଥାତ୍ ଦୃଢ଼ ସଂକଳ୍ପ କରିବାକୁ ହେବ ଯେ ମୋତେ ଏହି ଲକ୍ଷ୍ମୀ ନାରାୟଣଙ୍କ ସଦୃଶ ହେବାକୁ ପଡ଼ିବ। ବରଦାନ, ଆତ୍ମ ଅଭିମାନୀ ପଣିଆର ଶ୍ରେଷ୍ଠ ସ୍ଥିତି ଦ୍ୱାରା ବାତାବରଣକୁ ଆଧ୍ୟାତ୍ମିକ କରୁଥିବା ସହଜ ପୁରୁଷାର୍ଥୀ ହୁଅ। ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ସେବା କେନ୍ଦ୍ରର ବାତାବରଣକୁ ଏଭଳି ଆଧ୍ୟାତ୍ମିକ କରିଦିଅ ଯାହାଦ୍ୱାରା ନିଜର ତଥା ସେଠାକୁ ଆସୁଥିବା ଆତ୍ମାମାନଙ୍କର ସହଜରେ ଉନ୍ନତି ହୋଇପାରିବ। କାହିଁକି ନା ଯେଉଁମାନେ ବି ବାହାରର ବାତାବରଣରୁ କ୍ଳାନ୍ତ ହୋଇ ସେଠାକୁ ଆସୁଛନ୍ତି, ସେମାନଙ୍କୁ କିଛି ଅତିରିକ୍ତ ସହଯୋଗର ଆବଶ୍ୟକତା ଥାଏ। ସେଥିପାଇଁ ସେମାନଙ୍କୁ ଏକ ଆଧ୍ୟାତ୍ମିକ ବାତାବରଣର ସହଯୋଗ ଦିଅ। ନିଜେ ସହଜ ପୁରୁଷାର୍ଥୀ ହୁଅ ଏବଂ ଅନ୍ୟମାନଙ୍କୁ କର। ସେଠାକୁ ଆସୁଥିବା ପ୍ରତ୍ୟେକ ଆତ୍ମା ଅନୁଭବ କରନ୍ତୁ ଯେ ଏହି ସ୍ଥାନ ସହଜରେ ଉନ୍ନତି ପ୍ରାପ୍ତ କରିବାର ସ୍ଥାନ ଅଟେ। ସ୍ଲୋଗାନ, ବରଦାନୀ ଆତ୍ମା ହିଁ ସୁଭାବନା ଏବଂ ସୁକାମନାର ବରଦାନ ଦେଇ ଚାଲ। ଓମ୍ ଶାନ୍ତି।